ଯେତେ ପଇସା ଇନକମ୍ କଲେ ବି ଅଭାବ ପଡୁଛି। ସବୁ ପଇସା ମାର ମେଡିସିନ ଖର୍ଚ୍ଚରେ ପଳଉଛି। ଏଥିରେ ପୁଣି ସାନ ଭାଇର ପାଠପଢା ଖର୍ଚ୍ଚ। ଦେଖ ମଝିଆ ଭାଇ, ମୁଁ ତ ଆଗରୁ ତମକୁ କହିଛି ମାଆକୁ ନେଇକି ବୃଦ୍ଧା ଆଶ୍ରମରେ ଛାଡ଼ିଦେବା, ହେଲେ ତମେ ତ ମୋ କଥା ଶୁଣିଲନି। ହଁ ମୁଁ ତ ଆଗରୁ କହି ଆସୁଛି ମାଆକୁ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ, ହେଲେ ବଡ଼ ଭାଇ ତ ସିଧା ସିଧା ମନା କରିଦେଲେ ମାଆକୁ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ। ହେଲେ ଆଉ ନୁହଁ, ଏ କଥାର ଆଜି ଗୋଟେ ଫାଇନାଲ ହେଇଯିବ। ଆରେ ଅଜୁ ଖାଇକି ଗଲୁନି? ନାଇଁ ଭାଇ ମୋର ଲେଟ୍ ହେଲାଣି, ମୁଁ ଆସୁଛି। ଆରେ ଅଜୁ ଶୁଣେ ମୋ କଥା, ଟିକେ ଶୁଣେ। ଭାଇ ତମେ ଏଥର ଆମ କଥା ଶୁଣ, ମାଆକୁ କେବେ ବୃଦ୍ଧାଶ୍ରମ ପଠଉଛ? ବୃଦ୍ଧାଶ୍ରମ? ମା କୁଆଡେ ଯିବନି, ସେ ଏଇ ଘରେ ରହିବ। ଗୋଟେ ମା 10 ମାସ 10 ଦିନ ଗର୍ଭରେ ଧରିଥାଏ କ'ଣ ଏଇଥିପାଇଁ କି ସେ ବୃଦ୍ଧ ହେଲା ପରେ ତା ପୁଅମାନେ ତାକୁ ନେଇକି ବୃଦ୍ଧାଶ୍ରମ ଛାଡ଼ି ଦିଅନ୍ତୁ? ଠିକ୍ ଅଛି, ତମେ ମାଆକୁ ଧରି ଏ ଘରେ ରୁହ, ଆମେମାନେ ଏ ଘର ଛାଡ଼ିକି ଚାଲି ଯାଉଛୁ। निज भाई भाउज लक्ष्मण रे कहीं जाऊ छाड़ी राम राई जा लक्ष्मण।